ରାମ ଲକ୍ଷ୍ମଣ ସୀତା ଯେତେବେଳେ ବନବାସ ଯାଇଥିଲେ ସେମାନେ ପିତୃପକ୍ଷ ସମୟରେ ଗୟା ପହଞ୍ଚିଲେ। ରାମ ଲକ୍ଷ୍ମଣ ଶ୍ରାଦ୍ଧ ପାଇଁ ସାମଗ୍ରୀ ଆଣିବାକୁ ଗଲେ ତାଙ୍କର ଫେରିବା ଡେରି ହେବାରୁ ସୀତା ଫଲ୍ଗୁ ନଦୀ, ବଟବୃକ୍ଷ, ବ୍ରାହ୍ମଣ ଏବଂ ଗୋମାତାକୁ ସାକ୍ଷୀ ରଖି ଫଲ୍ଗୁ ନଦୀର ବାଲିରେ ରାଜା ଦଶରଥଙ୍କୁ ପିଣ୍ଡଦାନ ଦେଇଥିଲେ। ରାଜା ଦଶରଥ ଏହା ଗ୍ରହଣ କରିଥିଲେ ଏବଂ ସେ କହିଲେ, ମୁଁ ତୁମର ବାଲିପିଣ୍ଡରେ ସମସ୍ତ ନର୍କରୁ ମୁକ୍ତ ହୋଇ ସ୍ୱର୍ଗକୁ ଯାଉଛି। ତୁମର ଏହି ବାଲିପିଣ୍ଡ ଯୁଗେ ଯୁଗେ ଅମର ରହିବ। କିନ୍ତୁ ଯେତେବେଳେ ରାମ ଲକ୍ଷ୍ମଣ ଫେରିଲେ ଏବଂ ତାଙ୍କୁ ସୀତା ସମସ୍ତ ବୃତ୍ତାନ୍ତ କହିଲେ, ରାମଚନ୍ଦ୍ର ବିଶ୍ୱାସ ନ କରି ବ୍ରାହ୍ମଣଙ୍କୁ ପଚାରିଲେ। ବ୍ରାହ୍ମଣ ପାଉଣା ପାଇବା ଲୋଭରେ ରାମଚନ୍ଦ୍ରଙ୍କୁ ମିଛ କହିଲେ। ବାଲିରେ ପିଣ୍ଡଦାନ ପିତୃ ଆତ୍ମାକୁ ମୁକ୍ତ କରିପାରିବ ନାହିଁ। ସେଠାରେ ଥିବା ଗୋମାତା, ତୁଳସୀ ଗଛ, ଫଲ୍ଗୁ ନଦୀ ମଧ୍ୟ ବ୍ରାହ୍ମଣ କଥାରେ ରାଜି ହୋଇ ରାମଙ୍କୁ ମିଛ କହିଲେ। କେବଳ ବଟବୃକ୍ଷ ହିଁ ସତ କହିଲେ। ଏଥିରେ କ୍ରୋଧିତ ହୋଇ ମା ସୀତା ଫଲ୍ଗୁ ନଦୀ, ବ୍ରାହ୍ମଣ, କାଉ, ଗୋମାତା, ତୁଳସୀ ଗଛକୁ ଶାପ ଦେଇଥିଲେ ଏବଂ ବଟବୃକ୍ଷକୁ ସେ ଆଶୀର୍ବାଦ ଦେଇଥିଲେ ଯେ ସେ ଦୀର୍ଘାୟୁ ହେବେ ଏବଂ ଯୁଗେ ଯୁଗେ ଲୋକଙ୍କ ଦ୍ୱାରା ପୂଜିତ